ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହେଉ। ଆଜି ଆମେ ଗୋଟେ ସୁଯୋଗ ପାଇଛୁ। ଆଜି ଆମେ ଦେଖିବା ପବିତ୍ର ଶାସ୍ତ୍ର ବାଇବଲରେ ବିଳାପ ପୁସ୍ତକ ତାର 3 ଅଧ୍ୟାୟର 22 ପଦ ଏବଂ 23 ପଦ ଏବଂ 31 ପଦ 32 ପଦ ଏବଂ 33 ପଦକୁ ଆମେ ଟିକେ ଧ୍ୟାନ କରିବା। ଆଉ ଏଠି ଲେଖାଯାଏ ଏପରି, ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସେସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ। କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ। କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ। କାରଣ ସେ ମନୁଷ୍ୟ ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଲେଶ କିମ୍ବା ଦୁଃଖ ଦିଅନ୍ତି ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହେଉ। ଆମେ ଏଠି ଦେଖୁଛୁ ଯେ ମନୁଷ୍ୟ ନିମନ୍ତେ ପ୍ରଭୁ ଅନେକ ବିଷୟମାନେ ଘଟିଥାଏ। ସମୟ କେ ସମୟ ଅନୁଯାୟୀ ଅନେକ ବିପଦ ଆପଦ ସମସ୍ୟା ରୋଗ ଦୁଃଖ ଅନେକ କଷ୍ଟ ଥାଏ। କିନ୍ତୁ ପ୍ରଭୁଙ୍କ ନିକଟ ଯଦି ବିଶ୍ୱସ୍ତ ଭାବରେ ଜଣେ ବ୍ୟକ୍ତି ଯଦି ପ୍ରାର୍ଥନା କରୁଛି, ତାହେଲେ ସେ ଉଦ୍ଧାର ପାଇଥାଏ। ଆଉ ଏପରି ମଧ୍ୟ ଲୋକ ଅଛନ୍ତି ଯେ ସେ କେବେ ବି ତାମାନେ ବେଳେବେଳେ ଏପରି ବି ମଧ୍ୟ ଭାବିଥାଏ ଯେ ମୁଁ ଏତେ ପ୍ରାର୍ଥନା କଲାକେ ମଧ୍ୟ ମୋ ପରମେଶ୍ୱର କାହିଁକି ଶୁଣୁନାହାନ୍ତି, ମୁଁ କାହିଁକି ସୁସ୍ଥତା ପାଉନାହାନ୍ତି। ବାକ୍ୟରେ ଲେଖାଯାଏ ସେ ସଦାକାଳ ପରିତ୍ୟାଗ କରିବେ ନାହିଁ। ଆମେ ଭାବିଥାଉ ବେଳେବେଳେ ଯେ ପରମେଶ୍ୱର କ'ଣ ମୋ ପ୍ରାର୍ଥନା ଶୁଣନ୍ତି, ସେ ମୋତେ ଚଙ୍ଗାଇ ଦିଅନ୍ତି, କିମ୍ବା ମୋ ପ୍ରାର୍ଥନା ଶୁଣୁନାହିଁ କାହିଁକି। ମୁଁ ଏତେ ପ୍ରାର୍ଥନା କରୁଛି, ଏତେ ଉପବାସ କରୁଛେ, ଫିର୍ ବି କାର୍ଯ୍ୟକାରୀ ହେଉନାହିଁ କାହିଁକି। ପରମେଶ୍ୱର ସମସ୍ତଙ୍କୁ ସେ ଜାଣୁଛନ୍ତି, ପରମେଶ୍ୱର ସମସ୍ତଙ୍କୁ ସେ ଦେଖୁଛନ୍ତି। ଆଉ ସେଥିପାଇଁ ଲେଖାଯାଏ ସଦାପ୍ରଭୁ ବିବିଧ ଦୟା ସକାଶୁ ଆମେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ସମସ୍ତ ବିଷୟ ମୂଳ ବିଷୟ ହେଉଛି ଆମେ ଆଜି ଯାଏ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ପାଇଅଛୁ। ତାହା ହେଉଛି ବେଷ୍ଟ ଉତ୍ତମ। ଆଜି ଅନେକ ଲୋକ ଦୁନିଆରୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେମାନେ ଭାଗ୍ୟବାନ ଯାହାକି ଆମେ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ପାଇଅଛୁ। ଯାହା ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଅଛୁ, ତାହା ପରମେଶ୍ୱରଙ୍କ କରୁଣା। ତାହା ଆମମାନଙ୍କର ବଳ ସକାଶୁ ନୁହେଁ, କିମ୍ବା ଆମମାନ ଶକ୍ତି ବଳରେ ନୁହେଁ। ତାହା ଆମମାନଙ୍କର ପରମେଶ୍ୱରଙ୍କ ଦୟା ଏବଂ କରୁଣା ସକାଶୁ ଆମେମାନେ ଆଜି ଜୀବିତମାନଙ୍କ ମଧ୍ୟରେ ନାମ ପାଇଅଛୁ ଏବଂ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ବାକ୍ୟରେ ଲେଖାଯାଏ କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ତାଙ୍କର କରୁଣା କେବେ ଶେଷ ହୁଏ ନାହିଁ। ସେସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତା ମହତ। ହାଲେଲୁୟା। ଆମେ ଦେଖୁ 23 ପଦରେ ସେପରି ଲେଖାଯାଏ ସେ ସବୁ ପ୍ରତି ପ୍ରଭାତରେ ନୂତନ, ତୁମର ବିଶ୍ୱସ୍ତତା ମହତ। 31 ପଦରେ ଆମେ ଦେଖିବା କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ। କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ। ପରମେଶ୍ୱର ସଦାକାଳ ପାଇଁ ସେ ପରିତ୍ୟାଗ କରିବେ ନାହିଁ କାହାକୁ, କିମ୍ବା କରନ୍ତି ମଧ୍ୟ ନାହିଁ। ସେ ଆମମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ କରୁଣା କରନ୍ତି, ଦୟା କରନ୍ତି। ସେ ସଦାକାଳ ସେ ପରିତ୍ୟାଗ କରିବେ ନାହିଁ। କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ଠିକ୍ ଅଛି, ତଥାପି ଆପଣଙ୍କ ଦୟା ଅନୁସାରେ, ଆପଣର ଦୟା ଅପାର ଦୟାନୁସାରେ ସେ କରୁଣା କରିବେ। ପରମେଶ୍ୱର ମହାନ ଅଟନ୍ତି। ପରମେଶ୍ୱର ତାଙ୍କର ଦୟା ଅପାର, ଯାହାକି ଗଣ ଯାଇ ନପାରେ। ତାଙ୍କର ଦୟା କରୁଣା କୌଣସି ବିଷୟରେ ମପା ଯାଇ ନପାରେ। ତେଣୁକରି ସେ ଦୁଃଖ ଘଟାନ୍ତି ସତ, ତଥାପି ଆପଣାର ଦୟା ଅନୁସାରେ ସେ କରୁଣା କରିବେ। ମନୁଷ୍ୟ ନିମନ୍ତେ ଦୁଃଖ କଷ୍ଟ କ୍ଲେଶ ଜଗତ ମଧ୍ୟରେ ଆମେ ଯେପରି ଶରୀରରେ ବସବାସ କରୁଛୁ, ଦୁଃଖ କଷ୍ଟ ଏପରି ସମୟରେ ଆସିଥାଏ, ବେଳେବେଳେ ଆସିଥାଏ। କିନ୍ତୁ ପରମେଶ୍ୱର ଆମମାନଙ୍କ ନିମନ୍ତେ ସେ କରୁଣା କରନ୍ତି। ଆମମାନଙ୍କର ସମସ୍ତ ସମସ୍ୟା ସେ ବହନ କରନ୍ତି। ବାକ୍ୟରେ ଲେଖାଯାଏ କାରଣ ସେ ମନୁଷ୍ୟ ସନ୍ତାନଗଣକୁ ସ୍ୱଇଚ୍ଛାରେ କ୍ଲେଶ କିମ୍ବା ଦୁଃଖ ଦିଅନ୍ତି ନାହିଁ। ପରମେଶ୍ୱର ଇଚ୍ଛା କରନ୍ତି ନାହିଁ। ଆଉ ନିଜ ସ୍ୱ ଇଚ୍ଛାରେ ଆଜି ଟିକେ ତାହାଙ୍କୁ ଟିକେ ଦୁଃଖ ଦେସି, ଆଜି ୟାକୁ ଟିକେ ଜ୍ୱରରେ ପକାସି, ଆଜି ସେ ତାକୁ ଟିକେ କଷ୍ଟ ଦେସି, ତାକୁ ଟିକେ ଦରଦ ଦେସି, ଏପରି ପରମେଶ୍ୱର ଚାହାନ୍ତି ନାହିଁ। ସେ କୌଣସି ମନୁଷ୍ୟ ସନ୍ତାନକୁ ସେ କ'ଣ କରନ୍ତି, ସ୍ୱ ଇଚ୍ଛାରେ ଦୁଃଖ କିମ୍ବା କଷ୍ଟ ଦିଅନ୍ତି
ନାହିଁ କିମ୍ବା କ୍ଲେଶ ଦିଅନ୍ତି ନାହିଁ, ସେ ଆମମାନଙ୍କର ପରମେଶ୍ୱର ଅଟନ୍ତି। ସେ ହମେଶା ଆମମାନଙ୍କୁ ପ୍ରେମ କରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁ ଆହୁରି ଗୋଟେ ବିଷୟ ମାନେ ଆମେ ଦେଖିବା ଯେ ଏଠି ଲେଖାଯାଏ ଜିସା ଭବିତର ବକ୍ତାଙ୍କ ତାଙ୍କର ପୁସ୍ତକରେ ଆମେ ଦେଖିବା ଜିସା 49:1 ଗୋଟେ ବିଷୟ ଲେଖା ହେଇଛି। ହେ ଦ୍ୱୀପ ସମୂହ ମୋ କଥା ଶୁଣ, ହେ ଦୂରସ୍ଥ ଗୋଷ୍ଠୀ ସମୂହ ମନୋଯୋଗ କର। ମୁଁ ଗର୍ଭସ୍ଥ ହେବା ସମୟଠାରେ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି। ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି। ହାଲେଲୁୟା। ସେ ପରମେଶ୍ୱର କ'ଣ କରିଅଛନ୍ତି? ଆମେ ମାତାର ଉଦରରେ ମାନେ ଆପଣା ମାଆର ପେଟରେ ଥିବା ସମୟରେ ସେ ଆମମାନଙ୍କୁ ସେ ଯତ୍ନ ନେଇଅଛନ୍ତି, ସେମାନଙ୍କୁ ନିର୍ମାଣ କରିଅଛନ୍ତି, ଆଉ ଆମର ନାମ ମଧ୍ୟ ସେ ଉଲ୍ଲେଖ କରିଅଛନ୍ତି। ଜନ୍ମ ହେବା ଠାନୁ ଭୂମିଷ୍ଠ ହେବା ଠାନୁ ସେ ଆମମାନଙ୍କର ନାମ ସେ ଉଲ୍ଲେଖ କରିଅଛନ୍ତି। ଆମେ ଦେଖିବା 14 ଆଉ 15, 16 ପଦରେ ମଧ୍ୟ ସେପରି ଲେଖାଯାଏ। ମାତ୍ର ସିଓନ କହିଲା, ସଦାପ୍ରଭୁ ମୋତେ ପରିତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାଶୋରି ଅଛନ୍ତି। ସ୍ତ୍ରୀ ଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରିକି ଆପଣା ସ୍ତନ୍ୟ ପାଇ ଶିଶୁକୁ ପାଶୋରି ପାରିବ? ୟେସ୍, ହଁ, ଏମାନେ ପାଶୋରି ପାରନ୍ତି, ତଥାପି ଆମ୍ଭେ ତୁମକୁ ପାଶୋରିବା ନାହିଁ। ଭୟଙ୍କର ବିଷୟ ପ୍ରିୟ ପ୍ରଭୁଙ୍କ ଲୋକମାନେ। ଗୋଟେ ମା ନିଜ ଛୁଆକୁ ସେ ପାଶୋରି ପାରିବ? ସ୍ନେହ ନ କରିକି ସେ କ'ଣ ରହିପାରିବ କି? ହଁ, ତଥାପି ସେମାନେ ପାଶୋରି ପାରିବେ, ତଥାପି ଆମ୍ଭେ ତୁମକୁ ପାଶୋରିବା ନାହିଁ। ଦେଖ, ଆମେ ଆପଣା ହୃଦୟ ରୂପ ପାପୁଲିରେ ତୁମର ଆକୃତି ଲେଖିଅଛୁ। ତୁମର ପ୍ରାଚୀର ସର୍ବଦା ଆମ ସମ୍ମୁଖରେ ଅଛି। ତୁମର ନାମ ଆମ ଦକ୍ଷିଣ ହସ୍ତରେ ଲେଖିଅଛୁ। ହସ୍ତର ପାପୁଲିରେ ଆମେ ଲେଖିଅଛୁ। ହାଲେଲୁୟା। ଭୟଙ୍କର ବିଷୟ ମାନେ ଆମ ପ୍ରତ୍ୟେକଙ୍କ ନାମ ସେ ପରମେଶ୍ୱରଙ୍କ ହସ୍ତରେ ଲିଖିତ ଅଛି। ତେଣୁକରି ପରମେଶ୍ୱର ଆମମାନଙ୍କୁ କେବେ ମଧ୍ୟ ଛାଡ଼ି ନାହିଁ। ସେ ଆମମାନଙ୍କୁ ପ୍ରେମ କରନ୍ତି। କେବଳ ସେ ଏକମାତ୍ର ପରମେଶ୍ୱର, ଆଉ ଦ୍ୱିତୀୟ ନାହିଁ। ସେମାନଙ୍କ ନିମନ୍ତେ ଗୋଟିଏ ବିଷୟ ସେ ଚାହାନ୍ତି ଯେ ଆମେ ମଧ୍ୟ ତାହାଙ୍କୁ ପ୍ରେମ କରିବା। ଆର୍ ଆମେ କେତେବେଳେ ବି ଏପରି ଭାବିବା ନାହିଁ ଯେପରି ଆମମାନଙ୍କୁ ପରମେଶ୍ୱର ଛାଡ଼ି ଅଛନ୍ତି, ପାଶୋରି ଅଛନ୍ତି। ସେମାନେ କଦାପି କେବେ ବି ପରମେଶ୍ୱର ଆମମାନଙ୍କୁ ପାଶୋରିବେ ନାହିଁ। ପ୍ରଭୁ ଏ ସମସ୍ତ ବାକ୍ୟ ଉପରେ ମୁଁ ଆଶା କରେ ଯେତେ ଲୋକ ୟୁଟ୍ୟୁବରେ ଦେଖୁଥିବେ ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣମାନେ ଦେଖୁଛନ୍ତି ତାହେଲେ ଲାଇକ୍ କରନ୍ତୁ, ସେଭ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଏ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଆମେନ୍।